ଆଉ ଆଜି ମଧ୍ୟ ହେଉଛି ଆମର ଶିଲା ହରିଦାସ ଠାକୁରଙ୍କର ତିରୋଭାବ ତିଥି। ବାସ୍ତବରେ ହରିଦାସ ଠାକୁର ତାଙ୍କର ସେ ହେଉଛନ୍ତି ନାମାଚାର୍ୟ ଥିଲେ। ୟାଙ୍କ ଉପରେ ତ ବହୁତ ସାରା କିଛି କହିହେବ, ଯଦି ସମ୍ଭବ ତାହେଲେ ସନ୍ଧ୍ୟାକୁ କିଛି ଆଲୋଚନା କରିବା। ବାକି ଏବେ କେବଳ ହରିଦାସ ଠାକୁର କିଛି କିଛି ଲୀଳା, ସାରା ଜୀବନ ତ ଆଚାର୍ଯ୍ୟମାନଙ୍କ ସାରା ଜୀବନ ଆମ ପାଇଁ ଗୋଟେ ଶିକ୍ଷା। ସାରା ଜୀବନ ଆମ ପାଇଁ ଗୋଟେ ଗୋଟେ ଶିକ୍ଷା, ପ୍ରତ୍ୟେକ ମୁହୂର୍ତ୍ତରେ ଆମ ପାଇଁ ଗୋଟେ ଗୋଟେ ଶିକ୍ଷା ଥାଏ। ତ ହରିଦାସ ଠାକୁର ଗୋଟେ ମହମ୍ମଦ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ନାଁ ଥିଲା ହରିଦାସ। ତାଙ୍କୁ ଚୈତନ୍ୟ ମହାପ୍ରଭୁ ତାଙ୍କୁ ଦୀକ୍ଷା ଦେଇଥିଲେ। ଚୈତନ୍ୟ ମହାପ୍ରଭୁ ହରିଦାସ ଠାକୁର ହରିଦାସ କରିଥିଲେ। ଆଉ ସିଏ ଦୈନିକ 3,00,000 ନାମ ଜପ କରନ୍ତି। 3,00,000 ନାମ ଜପ କରନ୍ତି। ସାଧାରଣତଃ ଆମର 16 ମାଳାରେ 25,000 ନାମ ଜପ ହୁଏ। 16 ମାଳାରେ 64 ମାଳାରେ 1,00,000 ନାମ ଜପ ହୁଏ। ଆଉ 128 ମାଳାରେ 2,00,000 ନାମ ଜପ ହୁଏ। ଆଉ 192 ମାଳାରେ ଯାଇକି ହୁଏ କେତେ? 3,00,000 ନାମ। ସାଧାରଣତଃ ଗୋଟେ ନୂଆ ସାଧକକୁ ଜଣକୁ ମାନେ କରିବାକୁ 8 ଘଣ୍ଟା ଲାଗିଯାଏ। 64 ମାଳା କରିବାକୁ 8 ଘଣ୍ଟା ଲାଗେ। 16 ମାଳକୁ 2 ଘଣ୍ଟା, ତ 64 ମାଳକୁ 8 ଘଣ୍ଟା। ଚିନ୍ତା କରନ୍ତୁ, 192 ମାଳକୁ 24 ଘଣ୍ଟା। 24 ଘଣ୍ଟା ସେ ଜପ କରୁଥିଲେ। ମାନେ ସେ 24 ଘଣ୍ଟା ନୁହଁ, ବାକି ଅନ୍ୟ କାର୍ଯ୍ୟ ସେ ବହୁତ ସାରା କାର୍ଯ୍ୟ ବି କରୁଥିଲେ। ଯେତେବେଳେ ସାଧକର ବଢ଼େ, ତା ସିଦ୍ଧି ବଢ଼େ, ତାର ନାମ ଜପର ସମୟ ବି କମେ। ତ ଦିନକୁ ସେ ପାଖାପାଖି 20ରୁ 22 ଘଣ୍ଟା ପାଖାପାଖି ଭଗବାନଙ୍କ ନାମ ଜପ କରିପାରୁଥିଲେ। ଆମକୁ 16 ମାଳା ତ କ'ଣ, ଗୋଟେ ଷ୍ଟେଜ୍ ବସିକି 7, 8, 4, 5 କଲାବେଳେ ଆମର ଅଣ୍ଟା ବିନ୍ଧୁଛି, ପାଟି କାଟୁଛି, ସବୁ ହେଇଯାଉଛି, ମୁଣ୍ଡ ବି ବିନ୍ଧି ଯାଉଛି। ହରିଦାସ ଠାକୁର ଦୈନିକ 192 ମାଳା ଜପ କରୁଥିଲେ। 192 ମାଳା। ଆଉ ଯେତେ ପର୍ଯ୍ୟନ୍ତ ହରିଦାସ ଠାକୁର ନିଜର ମାଳାକୁ ନ ସରିଥିଲେ, ମାନେ 192 ମାଳା ନ ସରିଥିଲେ, ସେ କୌଣସି ପ୍ରସାଦ ଗ୍ରହଣ କରୁନଥିଲେ। କୌଣସି ପ୍ରସାଦ ଟୋପେ ମଧ୍ୟ ଗ୍ରହଣ କରୁନଥିଲେ। ଏଭଳି ନିଷ୍ଠା ଥିଲା। ଆଉ ତାଙ୍କର ନାମ, ଭଗବାନଙ୍କ ନାମ ଯେପରି ଏତେ ନିଷ୍ଠା ଥିଲା, ଏତେ ନିଷ୍ଠା ଥିଲା, ଯଦିଓ ସେ ମହମ୍ମଦ ପରିବାରର, ବାକି ତଥାପି ଶ୍ରୀମଦ୍ ଚୈତନ୍ୟ ମହାପ୍ରଭୁ ତାଙ୍କୁ ନାମର ଆଚାର୍ଯ୍ୟ, ନାମାଚାର୍ଯ୍ୟ କରିଥିଲେ। ସର୍ବଶ୍ରେଷ୍ଠ ବ୍ୟକ୍ତି ଯିଏକି ନାମର ମହିମାକୁ ସାରା ଜଗତ ପ୍ରଚାର କରିବେ। ତେଣୁକରି ତାଙ୍କୁ ନାମାଚାର୍ଯ୍ୟ କୁହାଯାଏ। ନାମାଚାର୍ଯ୍ୟ ହରିଦାସ ଠାକୁର କି ଜୟ। ଆମେ ସବୁ କହୁଛୁ ସକାଳୁ ସକାଳେ ନାମାଚାର୍ଯ୍ୟ ହରିଦାସ ଠାକୁର। ତାଙ୍କର ବହୁତ ସାରା ଲୀଳା ଅଛି, ବହୁତ ସାରା ଲୀଳା ପ୍ରତ୍ୟେକ କ୍ଷେତ୍ରରେ କିଭଳି କ'ଣ ସେ କହିଥିଲେ। ଗୋଟେ ଦିଟା ଲୀଳା ମୁଁ ଚେଷ୍ଟା କରିବି, ଯାହାକି ଆମେ ଆଗରୁ ଶୁଣିଛୁ ମଧ୍ୟ। ହରିଦାସ ଠାକୁର ଦିନେ ସେ ପ୍ରାୟ ଜଗନ୍ନାଥ ପୁରୀରେ ବାସ କରନ୍ତି। ଆପଣ ଯେତେବେଳେ ଜଗନ୍ନାଥ ପୁରୀ ଯିବେ, ଜଗନ୍ନାଥ ପୁରୀର ଆପଣ ସିଂହଦ୍ୱାର ଅଛି। ସିଂହଦ୍ୱାରରୁ ଆପଣ ଡାହାଣକୁ ଯିବେ। ଡାହାଣକୁ ଗଲେ କିଛି ସମୟ ପରେ ଆପଣ ସେଠି ପାଇବେ ସିଦ୍ଧ ବକୁଳ ପାଇବେ। ସିଦ୍ଧ ବକୁଳ ସେ ଗୋଟେ ତୀର୍ଥସ୍ଥାନ ଅଛି, ଯେଉଁଠିକି ହରିଦାସ ଠାକୁର ରହିକି ନିଜ ଭଜନ ସାଧନ କରନ୍ତି। ସେଇଠି ସେଇ ଜାଗାରେ ସିଦ୍ଧ ବକୁଳରେ ସାରା ଜୀବନ ହରିଦାସ ଠାକୁର ସେ ଜାଗାରେ ଥିଲେ ସେ ସମୟ ପର୍ଯ୍ୟନ୍ତ। ଆଉ ମୁଁ କେବଳ ଚିନ୍ତା କରୁଛି କେଉଁଠୁ ଆରମ୍ଭ କରି ହରିଦାସ ଠାକୁର ଲଡ଼କ। ଥରେ କ'ଣ ହେଇଛି, ପୁରୀ ଗୋଟେ ସଭାରେ ହରିଦାସ ଠାକୁରଙ୍କୁ, ମାନେ ପଣ୍ଡିତମାନଙ୍କ ସଭାରେ ହରିଦାସ ଠାକୁରଙ୍କୁ ଆହ୍ୱାନ କରାଯାଇଥିଲା। ହିରଣ୍ୟ ମଜୁମଦାର, ଗୋବର୍ଦ୍ଧନ ମଜୁମଦାର, ଏମାନେ ସମସ୍ତେ ନାମର ତତ୍ତ୍ୱ ପ୍ରତିପାଦନ କରିବା ପାଇଁ ସମସ୍ତେ ପଣ୍ଡିତ ବିଦ୍ୱାନଗଣ ଆସିଥିଲେ। ସେ ଜାଗାରେ ଏଇ ଯେଉଁ ରଘୁନାଥ ଦାସ ଗୋସ୍ୱାମୀଙ୍କର ଥିଲେ, ସେମାନେ ହିରଣ୍ୟ ମଜୁମଦାର, ଗୋବର୍ଦ୍ଧନ ମଜୁମଦାର, ଏମାନେ ସମସ୍ତେ ଆହ୍ୱାନ କରିଥିଲେ କାହାକୁ, ଆମର ହରିଦାସ ଠାକୁରଙ୍କୁ ଆହ୍ୱାନ କରିଥିଲେ। ସେ ସମୟରେ ନାନା ପ୍ରକାର ପଣ୍ଡିତ ବିଦ୍ୱାନଗଣ ନିଜର ମତ ପ୍ରକାଶ କରନ୍ତି, ନାନା ପ୍ରକାର ଇଏ କରନ୍ତି କି ନାମ ଜଣକୁ ମୁକ୍ତି ଦିଏ, ଦିଏ, ସେ ଭଗବାନଙ୍କ ନାମର ଗୁଣ ଗାଆନ୍ତି। ବାକି ଯେତେବେଳେ ହରିଦାସ ଠାକୁର ସେଠି ଗଲେ, ହରିଦାସ ଠାକୁର ସେଠି ପ୍ରତିପାଦନ କଲେ, କହିଲେ କି ନାମ ନୁହେଁ, ନାମର ଆଭାସ। ଦୁଇଟା ଅଲଗା ଅଲଗା ଥାଏ। ନାମ ଗୋଟେ, ନାମ ଆଭାସ ଗୋଟେ ଥାଏ। ମାନେ ଯେମିତି ଥାଏ ନା, ଭକ୍ତ ଗୋଟେ, ଭକ୍ତ ପ୍ରାୟ ଗୋଟେ। ଭକ୍ତ ପ୍ରାୟ ମାନେ କ'ଣ? ଯିଏକି ଭକ୍ତ ହେଇନି, ବାକି ଭକ୍ତ ହବା ଉପରେ ଅଛି, ପାଖାପାଖି ହେଇନି। ତ ଏଇଭଳି ଥାଏ ନାମର, ଭଗବାନଙ୍କ ନାମର ସ୍ୱରମାନ ଥାଏ। ଗୋଟେ ଅଛି ଅପରାଧ ଯୁକ୍ତ ନାମ, ଆଉ ଗୋଟେ ଅଛି ନାମାଭାସ, ଆଉ ଗୋଟେ ଶୁଦ୍ଧ ନାମ। ଅପରାଧ ଯୁକ୍ତ ନାମରେ କ'ଣ ହୁଏ ନା, ଜଣେ ବ୍ୟକ୍ତି ଜପ କରୁଥାଏ, ବାକି ଡିଷ୍ଟ୍ରାକ୍ଟେଡ୍ ହେଉଥାଏ। ସେଟା ହେଉଛି କ'ଣ? ସେଟା କ'ଣ? ଅପରାଧ ଯୁକ୍ତ ନାମ।
ମାନେ ନାମ ଜପ କରୁଥାଏ ବାକି ନାମରେ ନିଜ ମନକୁ ଲଗାଏ ନାହିଁ ବା ନାମ କଲା ବେଳେ ତାର ମନ ଇଆଡେ ସିଆଡେ ବୁଲୁଥାଏ ଆଟେନସନ ରହେନି ଆଉ ନାମ କଲା ନାନା ପ୍ରକାର ଆଶା କରୁଥାଏ ଅପରାଧ ଯୁକ୍ତ ନାମରେ କ'ଣ ହେଇଥାଏ ବ୍ୟକ୍ତିକୁ ସବୁ ପ୍ରକାର ଅପୁଲେନ୍ସ ମିଳିଯାଏ ମାନେ ସବୁ ମନ ଇଚ୍ଛା ମନ ବାଞ୍ଛା ସବୁ କିଛି ପୂରଣ ହେଇଯାଏ ମେଟେରିଆଲ ଅପୁଲେନ୍ସ ଅଧିକ ବଢ଼ିଥାଏ ଅପରାଧ ଯୁକ୍ତ ନାମରେ ତାପରେ କିଛି କିଛି ହୃଦୟରେ ଅନର୍ଥ ମାନେ କିଛି କ୍ଲିୟର ହେଲା ପରେ ଟିକେ ଟିକେ ଭଗବାନଙ୍କ ନାମରେ ମନ ଲାଗେ ନାମ ଆଭାସ ଅଛି ନାମ ଆଭାସ ଯାହାକି ପ୍ରତିବିମ୍ବ ନାମ ବା ଛାୟା ନାମ କହନ୍ତି ଯାହାକି ନାମ ବାକି ନାମ ପ୍ରାୟ ନାମ ନୁହଁ କିନ୍ତୁ ଶୁଦ୍ଧ ନାମ ନୁହଁ ବ୍ୟକ୍ତିର ନାମ କିଛି କିଛି ଇଚ୍ଛା ଥାଏ ନାମ ଆଭାସ ଥାଏ ବାକି ଛାୟା ନାମ ବା ପ୍ରତିବିମ୍ବ ନାମ ମାନେ ଯେଭଳି ଆପଣ ଦେଖୁଥିବେ ଆପଣ ଗୋଟେ ବ୍ୟକ୍ତି ଠିଆ ହେଇଥିବ ବ୍ୟକ୍ତିର ଇମେଜ ପଡ଼ୁଥିବ କେଉଁଠି ପାଣିରେ ପଡ଼ୁଥିବ ଛାୟା ଛାୟା ତ ସେଇଭଳି ଛାୟା ନାମ ଥାଏ ପ୍ରକୃତ ନାମ ନଥାଏ ତ ନାମ ଆଭାସ ସେ ନାମ ଆଭାସ କ'ଣ କରେ ଜଣକୁ ଇଭେନ୍ ମୁକ୍ତି ମଧ୍ୟ ଦେଇଦିଏ ତ ଯେତେବେଳେ ଏଇ କଥାଟି ନାନା ପ୍ରକାର ବିଦ୍ୱାନ ପଣ୍ଡିତଗଣ ଶୁଣିଲେ କ'ଣ ନାମ ଆଭାସ ଯିଏକି ଶୁଦ୍ଧ ନାମ ନ ନେଇକି ନାମର ଆଭାସ ନେଲେ ମଧ୍ୟ ଜଣେ ବ୍ୟକ୍ତି ମୁକ୍ତ ହେଇଯିବ ନା ଏକୁ ଶୁଣିକି ଗୋଟେ ପଣ୍ଡିତ ଯାହାକି ନାଁ ଥିଲା ଗୋପାଳ ସେ କହିଲେ କି ଯଦି ଏହା ମିଛ ହେଇଥିବ ଆର୍ଗୁମେଣ୍ଟ କଲେ ହରିଦାସ ଠାକୁର ଆର୍ଗୁମେଣ୍ଟ କଲେ ଯଦି ଏହା ମିଛ ହେଇଥିବ ତାହେଲେ ତୁମ ସାଙ୍ଗେ ସାଙ୍ଗେ ତୁମ ନାକ କାଟିଦେବି ମୁଁ ହରିଦାସ ଠାକୁର କହିଲେ ଠିକ୍ ଅଛି ଯଦି ଏହା ମିଛ ହେଇଥିବ ତାହେଲେ ମୁଁ ନିଜେ ଆସି ମୁଁ ନାକ କାନ ସବୁ କିଛି କାଟିଦେବି ଏଇଠି ମୁଁ ପାଟି ଜିଭ ମଧ୍ୟ କାଟିଦେବି ଏବେ ଚ୍ୟାଲେଞ୍ଜ କଲେ ବାକି ଯେଣୁ ହିଁ ସେଠୁ ଯାଇଛନ୍ତି ଆମର ହରିଦାସ ଠାକୁର ସେଠୁ ପ୍ରତ୍ୟାଗମନ କରିଛନ୍ତି ଦେଖନ୍ତୁ ଗୋଟେ ଅପରାଧୀ ଥିଲା ଆମେ କାର ଗୋପାଳଙ୍କର ଭଗବାନଙ୍କର ଶୁଦ୍ଧ ଭକ୍ତ ଥିଲେ ହରିଦାସ ଠାକୁର ତାଙ୍କ ପ୍ରତି ଅପରାଧ କରିଥିଲେ କିଏ ଆମର ଗୋପାଳ ଯେ ତାଙ୍କୁ ଆର୍ଗୁମେଣ୍ଟ କରିଥିଲେ ତାଙ୍କ ସହିତ ତାଙ୍କୁ ପନିସମେଣ୍ଟ ଦେଲା ପରେ କହିଥିଲେ ତୁମର ନାକ କାଟିଦେବି ବୋଲି ସାଙ୍ଗେ ସାଙ୍ଗେ ହରିଦାସ ଠାକୁର ସେଠୁ ମାନେ ଛାଡ଼ିକି ଯିବା ସାଙ୍ଗେ ସାଙ୍ଗେ ହେଲା କ'ଣ ଯେ ଗୋପାଳ ଯିଏକି ହରିଦାସ ଠାକୁର ଦଣ୍ଡ ଦେବେ ବୋଲି କହିଥିଲେ ସେ ଦଣ୍ଡ ତାଙ୍କର ଉପରେ ଲାଗିଲା ତାଙ୍କର ନାକ ମେଲ୍ଟ ହେଲା ତାଙ୍କୁ ଲିପ୍ରୋସି ହେଇଗଲା ସାଙ୍ଗେ ସାଙ୍ଗେ ଲିପ୍ରୋସି କୁଷ୍ଠରୋଗ ହେଇଗଲା ଯେ ସେ ଯେଉଁ ଦଣ୍ଡ ସେ କହିଥିଲେ କାହାକୁ ହରିଦାସ ଠାକୁର ଦେବେ ବୋଲି ସେ ଦଣ୍ଡ ଉଲ୍ଟାରେ ମିଳିଲା କାହାକୁ ଗୋପାଳ ଠାକୁରକୁ ମିଳିଲା ତାପରେ ଯଦିଓ ହରିଦାସ ଠାକୁର ତାଙ୍କୁ କ୍ଷମା କରିଦେଲେ ତାପରେ ଗୋପାଳ ଚପଲ ସେଠୁ ବୃନ୍ଦାବନ ଯାଇଥିଲେ ତାଙ୍କର ଅପରାଧ ସେ ମୁକ୍ତ ହୋଇଥିଲେ ସେ ଲମ୍ବା ଭିତରୁ ଆସି ତ ଏଇଭଳି ହରିଦାସ ଠାକୁର ନାମର ମାନେ ହରିଦାସ ଠାକୁର ଖ୍ୟାତି ସାରା ଜଗତରେ ବିସ୍ତାର ହେଲା ଯେତେବେଳେ ହରିଦାସ ଠାକୁର ଏଇଭଳି ଗୋଟେ ବେଙ୍ଗଲରେ ଗୋଟେ ଗ୍ରାମ ରହୁଥିଲେ ତ ସେ ସମୟରେ ହରିଦାସ ଠାକୁରଙ୍କ ଖ୍ୟାତି ସୁନାମକୁ ଦେଖି ଶୁଣିକି ସାଧାରଣତଃ ଜଣେ ବ୍ୟକ୍ତି ଯାହାକି ନାଁ ଥିଲା ରାମଦାସ ସେ ସେଥିପ୍ରତି କ'ଣ ଟିକେ ମାନେ ଇର୍ଷାଳୁ ହେଇଥିଲା ଇର୍ଷାଳୁ ହରିଦାସ ଠାକୁରଙ୍କ ସୁନାମକୁ ଭଲ ନାମକୁ ମାନେ କ'ଣ ତଳକୁ ଖସିବାକୁ ବହୁତ ଚେଷ୍ଟା କରିଥିଲେ ତ କିଛି କୌଣସି ଉପାୟ ପାଇଲେ ନାହିଁ ତାହେଲେ କେବଳ ଉପାୟ ଶେଷ ପାଇଲେ କ'ଣ ବେଶ୍ୟାକୁ ପଠାଇବା ହରିଦାସ ଠାକୁର ଗୋଟେ ବେଶ୍ୟା ପଠାଇଥିଲେ ତ ବାକି ସେ ଯେଉଁ ବେଶ୍ୟାକୁ ପଠାଇଲେ ସେ ବେଶ୍ୟା ମଧ୍ୟ ସୁନ୍ଦର ଭାବେ ସେ ପ୍ରଥମେ ମନା କରୁଥିଲା ନାଇଁ ଯିବିନି କହିଲା ତାକୁ ଅଧିକ ଧନ ଲୋଭ ଦେଇକିନା ତାକୁ ଜବରଦସ୍ତି ପଠାଇଲେ ବେଶ୍ୟାକୁ ସୁନ୍ଦର ବେଶ୍ୟା ଥିଲା ଆଉ ସେ ପୂର୍ବରୁ ଗୀତ ଗାଇବା ସବୁ ପ୍ରକାର କଳାରେ ନିପୁଣ ଥିଲେ ତ ସେ ବେଶ୍ୟା ସେଠୁ କ'ଣ କରିଥିଲେ ହରିଦାସ ଠାକୁରଙ୍କୁ ମୋହିତ କରିବା ପାଇଁ ସୁନ୍ଦର ସୁନ୍ଦର ବସ୍ତ୍ର ଯେମିତି ଶରୀର ଦେଖାଇଲା ପରି ବସ୍ତ୍ର ପିନ୍ଧିକି ଆସିକି ହରିଦାସ ଠାକୁର ଯେଉଁଠି ଜପ କରୁଛନ୍ତି ଯେଉଁ ତାଙ୍କ କୁଟୀର ଥିଲା ସେ କୁଟୀର ପାଖକୁ ଯାଇଥିଲେ ଆଉ ହରିଦାସ ଠାକୁର କୁଟୀର ଆଗରେ ଥିଲା କ'ଣ ତୁଳସୀ ମହାରାଣୀ ଥିଲେ ତ ଏଇଟା ମୁଁ ବହୁତ ଆଗରୁ ବହୁତ ଥର କହିଛି କି ସେ ବେଶ୍ୟା ଆସି ପ୍ରଥମେ ହରିଦାସ ଠାକୁରଙ୍କୁ ସେ ତୁଳସୀ ମହାରାଣୀ ପ୍ରଣାମ କରିକି ସେଠୁ ହରିଦାସ ଠାକୁର ପାଖକୁ ଗଲେ ହରିଦାସ ଠାକୁର କହିଲେ ଦେଖିଲେ କି ଏଇ ବେଶ୍ୟା ଆସିଛି ଆଉ ସେ ବେଶ୍ୟା ଯାଇକି ଜଣକୁ ହରିଦାସ ଠାକୁରକୁ ମାନେ ମଧ୍ୟରାତ୍ରରେ ଯାଇକି ପ୍ରପୋଜ କରୁଛି କି ତୁମେ ବହୁତ ଯବାନ ଅଛ ଆଉ ମୁଁ ମଧ୍ୟ ଯୁବତୀ ଆଉ ରାତ୍ରିର ସମୟ ମଧ୍ୟ ବହୁତ ଠିକ୍ଠାକ୍ ସମୟ ଅଛି ବହୁତ ସୁନ୍ଦର ସମୟ ଅଛି ଏ ସମୟ ହେଇଛି ଆମ ପାଇଁ ଠିକ୍ ମୁଁ ତୁମ ସହିତ ଅଙ୍ଗ ସଙ୍ଗ କରିବାକୁ ଚାହୁଁଛି ବାକି ହରିଦାସ ଠାକୁର ନାମରେ ଏତେ ପ୍ରବେଶ ଥିଲେ ଭଗବାନ ଶ୍ରୀ ହରିଦାସ ଠାକୁର କହିଲେ କି ସେ ପ୍ରଥମେ ଦେଖନ୍ତୁ ଏଥିରେ ଆମେ ବହୁତ ପ୍ରକାର ଶିକ୍ଷା ଆମେ ପାଇପାରିବା କି ଯେତେବେଳେ ହରିଦାସ ଠାକୁରକୁ ବେଶ୍ୟା ଆସି ଏଭଳି କହିଲା ହରିଦାସ ଠାକୁର ରିପ୍ଲାଏ ଦେଲେ କି
ତୁମର ଯାହା କିଛି ମନୋବାଞ୍ଛା ଅଛି ତାକୁ ମୁଁ ପୂରଣ କରିବି। ଠିକ୍ ଅଛି, ହରିଦାସ ଠାକୁର କହିଲେ ତୁମର ଯାହା କିଛି ମନୋବାଞ୍ଛା ଅଛି ତାକୁ ମୁଁ ପୂରଣ କରିବି। ବାକି ତା ପୂର୍ବରୁ କ'ଣ, ମୁଁ ମୋର ଯେଉଁ ସଂକଳ୍ପ ଅଛି କି 192 ବାଣ ଜପ, ମୁଁ ମୋର ନାମ ଜପକୁ ପ୍ରଥମେ ମାନେ କ'ଣ ପ୍ରାଧାନ୍ୟ ଦେବି, ଆକୁ ସରେଇବି। ମୋ ନାମ ଜପ ସରିଲା ପରେ କ'ଣ କରି ତୁମ ସହିତ ମୁଁ ଅଙ୍ଗ ସଙ୍ଗ କରି, ସେଥିପାଇଁ ତୁମେ କ'ଣ କର, ତୁମେ ଏଇଠି ବସ, ଏଇଠି ବସିକି ତୁମେ କ'ଣ କର, ମୋ ନାମକୁ ଶୁଣ ତୁମେ। ତ ହରିଦାସ ଠାକୁର ଜପ କରୁଥାନ୍ତି, ପାଖରେ ବସିକି ଶୁଣୁଥାଏ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଯେତେବେଳେ ଭଗବାନଙ୍କ ନାମ ଶୁଣନ୍ତି ନା, ବିଶେଷ କରି ଶୁଦ୍ଧ ଭକ୍ତମାନଙ୍କ ମୁଖରୁ ଶୁଣନ୍ତି ନା, ତାହେଲେ ବ୍ୟକ୍ତିର କର୍ଣ୍ଣରନ୍ଧ୍ର ଯାଇକି ହୃଦୟ ମଧ୍ୟରେ ସେ ପ୍ରବେଶ କରେ। ତେଣୁକରି ସଦାସର୍ବଦା ଏମ୍ଫାସାଇଜ୍ କରାହେଉଛି ଶୁଦ୍ଧ ଭକ୍ତଙ୍କର ମାନେ କ'ଣ ମୁଖରୁ ଶୁଣିବା ପାଇଁ, କଥା ଶ୍ରବଣ କରିବା ପାଇଁ, ତାଙ୍କ ମୁଖରୁ ନାମ ଶ୍ରବଣ କରିବା ପାଇଁ। କାରଣ କିଛି ଦିନ ତଳେ ଉଦାହରଣ କିଏ ଜଣେ ବ୍ୟକ୍ତି ଦେଉଥିଲେ କି ଗୁଳି ଅଛି, ଠିକ୍ ଅଛି, ଗୁଳି ଅଛି, ଗୁଳିଟା ଆପଣ ଏମିତି ଫୋପାଡ଼ିବେ କାହା ଉପରେ ବାଜିବ, ଆପଣ ବାଜିଲେ ତାକୁ କିଛି ଆଘାତ ହେବ, ବା ଏମିତି ହାତ ଦେବେ କିଛି ଆଘାତ ହେବ, କିଛି ଆଘାତ ନାହିଁ। ଗୁଳିଟା ଯଦି ଜଣକୁ ସର୍ଟ କରି ଆସିଛି ତାହେଲେ ଗୁଳିଟା କେଉଁଠି ପଶିବାର ଅଛି, କେଉଁଠି, ବନ୍ଧୁକ ଭିତରେ ଯିବାର ଅଛି। ଆଉ ଯେତେବେଳେ ଗୁଳିଟା ବନ୍ଧୁକ ଭିତରୁ ଯିବ, ବନ୍ଧୁକ ଭିତରୁ ଯାଇକି ଠପ୍ କରାହେବ, ତାହେଲେ କ'ଣ ହେବ, ଗୁଳିଟା ସିଧା ଯାଇକି ଯେଉଁଠି ଟାର୍ଗେଟ୍ ସେଠି ପଶିବ। ଆଉ ଯଦି ଆମେ ନିଜ ହାତ ଯାଇକି ଗୁଳି ଫୋପାଡ଼ିବା କିଛି ପ୍ରଭାବ ରହିବ, କିଛି ପ୍ରଭାବ ରହିବନି। ସେଭଳି ନାମ, ଭଗବାନଙ୍କ ନାମ ଆଉ ଭଗବାନଙ୍କ କଥା ଗୁଡ଼ିକ ଯେତେବେଳେ ଭଗବାନଙ୍କ ଶୁଦ୍ଧ ଭକ୍ତଙ୍କ ଠାରୁ ଶୁଣାଯାଏ, ଏହା ସିଧା ଯାଇକି ସେ AK-47 ଗୁଳି ପରେ ସମସ୍ତଙ୍କ ହୃଦୟ ପ୍ରବେଶ କରେ, ଆଉ ପ୍ରବେଶ କରି ପରିବର୍ତ୍ତନ ଆଣେ। ତେଣୁକରି ଶୁଦ୍ଧ ଭକ୍ତଙ୍କ ମୁହଁରୁ ଶ୍ରବଣ କରିବା ବହୁତ ଆବଶ୍ୟକ। ତ ହରିଦାସ ଠାକୁର ଏଭଳି କ'ଣ କରୁଥିଲେ, ନାମ ଜପ କଲେ, ଆଉ ସେ ଶୁଣୁଥିଲେ। ଆଉ ୟାଙ୍କ ନାମ ତ ସରୁ ସୂର୍ଯ୍ୟ ଉଦୟ ହେଇଗଲା। ଆଉ ସୂର୍ଯ୍ୟ ଉଦୟ ହେଲେ ତ ଏତ ଖରାପ କାମ, ଏତ କିଛି ମାନେ ପ୍ରୋତ୍ସାହନ ଯାଇପାରିବନି। ହରିଦାସ ଠାକୁର କଲେ ସରି ଲେଟ୍ ହେଇଗଲା, ମାନେ ଏଇ ଟାଇମ୍ ନୁହଁ, ମାନେ ସକାଳ ହେଇଗଲା, ତୁମ ସହିତ ମୋ ଅଙ୍ଗ ସାଙ୍ଗ ହେବନି, ତୁମେ କ'ଣ ପୁଣି କାଲି ରାତିରେ ଆସ। ଠିକ୍ ଅଛି, ପଳେଇଲେ। ପୁଣି ସେଦିନ ଗଲେ, ସେ ପୁଣି ଆସିଲା ପରେ ପୁଣି ସେଇ ପ୍ରକାର ପ୍ରଣାମ କଲେ ତୁଳସୀ ମାଣୀ ପାଖରେ, ପ୍ରଣାମ କରିକି ସେଇଠୁ ପୁଣି ସେ ଆସିକି ପୁଣି ପ୍ରଦକ୍ଷିଣ କଲେ, ପ୍ରଦକ୍ଷିଣ କରିକି ପୁଣି ହରିଦାସ ଠାକୁର ପାଖରେ ଆସିଲେ। ଆଜି ତ ହେବ, ହଁ ଆଜି ହେବ, ଆଜି ତ ବସତା। ସେ ବସିଲେ, ବସିକି ନାମ ଜପ ଶୁଣିଲା, ନାମ ଜପ ଶୁଣି ପୁଣି ସକାଳ ହେଇଗଲା। ତାର ପୁଣି ସକାଳ ହେଇଗଲା, କହିଲେ ପୁଣି ସକାଳ ହେଇଗଲେ ମୁଁ କ'ଣ କରିବି, ଲାଷ୍ଟ ଆସନ୍ତାକାଲି ଅଛି ଲାଷ୍ଟ, ନିଶ୍ଚୟ ମୁଁ ତୋର କ'ଣ କାମନାକୁ ମୁଁ ନିଶ୍ଚୟ ପୂରଣ କରିବି। ଆଜି ଯାହା ତୁ, ଆଜି 3rd ଡେ ଅଛି, ଲାଷ୍ଟ ପକ୍କା, ତୃତୀୟ ଦିନ ହେଉଛି ଭଲ ନୁହଁ, ତୃତୀୟ ଦିନ ତୋର କାମନାକୁ ନିଶ୍ଚୟ ପୂରଣ କରିବି। ବାକି ଏଇ ଯେତେବେଳେ ହରିଦାସ ଠାକୁର ନାମକୁ ଶ୍ରବଣ କରୁଥିଲା, ଆଉ ତା ଆଗରୁ ଯେଉଁ ଆସୁଥିଲା, ଆଗରୁ ମୁଁ ବହୁତ ଥର କହିଛି, ଆସୁ ଯେଉଁ ତୁଳସୀ ମାଣୀକୁ ପ୍ରଣାମ କରୁଥିଲା, ପ୍ରଣାମ କଲା ସମୟରେ ସେ ସମୟରେ ହରିଦାସ ଠାକୁର ପାଦର ଧୂଳି କ'ଣ ହେଉଥିଲା, ତାର ମୁଣ୍ଡରେ ଲାଗୁଥିଲା। ଭକ୍ତ ପଦ ଧୂଳି ଆର, ଭକ୍ତ ପଦ ଜଳ, ଭକ୍ତ ଭୁକ୍ତ ଅବଶେଷ 3 ମହାବଳ। ତ ହରିଦାସ ଠାକୁର ପାଦ ଧୂଳି ତା ମୁଣ୍ଡରେ ଲାଗୁଥିଲା, ତୁଳସୀ ମାଣୀ ପ୍ରଦକ୍ଷିଣ କରୁଥିଲା। ତାପରେ ହରିଦାସ ଠାକୁରଙ୍କର ମାନେ ମୁଖରୁ ଯେଉଁ ନାମଟା ଆସୁଥିଲା, ସେ ନାମକୁ ସେ ଶ୍ରବଣ କରୁଥିଲା। ଏ ପ୍ରକାର ତୃତୀୟ ଦିନ ଯେତେବେଳେ ହେଲା, ତୃତୀୟ ଦିନରେ ହରିଦାସ ଠାକୁରଙ୍କର ନାମ ସରୁ ସେ ବିଷୟ ଉଲ୍ଟା ହରିଦାସ ଠାକୁର ପାଖରେ ପଡ଼ିଗଲା, ପାଦରେ ପଡ଼ିକି କହିଲେ, ମୋତେ କ୍ଷମା କରନ୍ତୁ, ମୁଁ ଆପଣଙ୍କୁ ଖରାପ କରିବାକୁ ଆସିଥିଲି, ବାକି ଆପଣ ମୋତେ ସୁଧାର ଦେଲେ। ହରିଦାସ ଠାକୁରଙ୍କୁ ସେ ପ୍ରଣାମ କଲେ, ପ୍ରଣାମ କରି ତାଙ୍କ ଶିଷ୍ୟ ହେଲା, କହିଲେ ଦୟାକରି ମୋର ଅପରାଧକୁ କ୍ଷମା କରନ୍ତୁ, ମୁଁ ଆପଣଙ୍କର ଶିଷ୍ୟ ହେବାକୁ ଚାହୁଁଛି, ମୁଁ ଆପଣଙ୍କୁ ଖରାପ କରିବାକୁ ଆସିଥିଲି। ହରିଦାସ ଠାକୁର ରିପ୍ଲାଏ ଦେଲେ କି ମୁଁ ଜାଣିଛି କି, ସେ କହିଲେ ମୋତେ ରାମଦାସ ଏଭଳି ପଠେଇଛି ଆପଣଙ୍କ ପାଖକୁ ଖରାପ କରିବାକୁ, ଏଇ ପ୍ରକାର ଚେତନା ନେଇକି ମୁଁ ଆସିଥିଲି। ବାକି ତାର ପ୍ରତ୍ୟୁତ୍ତରରେ ଆମର ହରିଦାସ ଠାକୁର କହିଲେ, ମୁଁ ଜାଣିଛି ତୁମକୁ ଏସବୁ କାମ କିଏ କରିଛି, ଆଉ ମୁଁ ଜାଣିଛି ତୁମେ ଗୋଟେ ବେଶ୍ୟା, ତୁମେ ମୋତେ ଖରାପ କରିବାକୁ ଆସିଛ ମଧ୍ୟ। ଆଉ ତୁମେ ଆସିବା ଆଗରୁ ମୋତେ ଏସବୁ ଜାଣିଥିଲି, ତୁମେ ଆସିବା ଆଗରୁ ମୁଁ ଜାଣିଥିଲି କି ହରେ କୃଷ୍ଣ ରାମଦାସ ଏଇଠି ପଠେଇଛି, ଆଉ ତୁମେ ଏଇଠି ମୋତେ ଖରାପ କରି ଆସିଛ, ତୁମେ ଆସିବା ଆଗରୁ ମୁଁ ଜାଣିଥିଲି। ମୁଁ ସାଙ୍ଗେ ଏଇଠୁ ପଳାନ୍ତି, ବାକି ମୁଁ ଏଇଠି 3 ଦିନ ଏଥିପାଇଁ ରହିଲି କି ମୁଁ ତୁମର ଉଦ୍ଧାର କରିବାକୁ ଚାହୁଁଥିଲି। ହରିଦାସ ଠାକୁର ସାହେବ କହିଲେ, ମୁଁ ଯେ ତୁମର ଉଦ୍ଧାର କରିବାକୁ ଚାହୁଁଥିଲି, ତେଣୁକରି ମୁଁ ଏଇଠି 3 ଦିନ ରହିକି ତୁମ ପାଖରେ ଜପ କରିକି ତୁମକୁ ନାମ ସ୍ମରଣ କରାଇଲି। ବର୍ତ୍ତମାନ ତୁମେ କ'ଣ କର, ତାଙ୍କୁ ଆଦେଶ ଉପଦେଶ ଦେଲେ କି ତୁମେ ବର୍ତ୍ତମାନ କ'ଣ କର, ତୁମେ ଯାଇକି ଯାହା କିଛି ତୁମ ଧନ ସମ୍ପତ୍ତି ଯାହା କିଛି ଅଛି, ସେ ସବୁକୁ ତୁମେ ଯାଇକି ସମର୍ପଣ କରିଦିଅ, ବ୍ରାହ୍ମଣମାନଙ୍କୁ ଦେଇଦିଅ, କିଛି ନିଜ ପାଖରେ ରଖ ନାହିଁ। ସେସବୁ ପାପର ଅର୍ଜିତ ଧନ ଗୁଡ଼ିକ, କାରଣ ପାପର ମାନେ ପାପୀମାନଙ୍କର ମାନେ କ'ଣ
ରୋଜଗାର ପଇସା ସେଥିର ଅନ୍ନ ଖାଇଲେ ବିଷୟରେ ଅନ୍ନ ଖାଇଲେ ମଳିନ ହୁଏ ମନ। ଭକ୍ତ ବା ସାଧକଙ୍କର ମନ ମଳିନ ହୋଇଥାଏ। କଷ୍ଟ ଯେ ବ୍ୟକ୍ତିମାନେ କହୁଛନ୍ତି ମୁଁ ତ ମୋର କଷ୍ଟର ଅର୍ଜିତ ଧନ ମୁଁ ଖାଉଛି, କଷ୍ଟ ଅର୍ଜିତ ପାପ ଅର୍ଜିତ ଧନ। କାହିଁକି ପାପ? ନା ଯେତେ ପର୍ଯ୍ୟନ୍ତ ଆମେ ଭଗବାନଙ୍କ ପାଖରେ ଆମେ ସମର୍ପିତ ନ ହେଇଛେ ଆମର ପ୍ରତ୍ୟେକ ଚେଷ୍ଟା ପାପ ହିଁ। ପ୍ରତ୍ୟେକ ଚେଷ୍ଟା ପାପ। ତଥାକଥିତ ଧର୍ମ ଭଗବାନ ଠାରୁ ଦୂରେଇ ହେଇକି ତଥାକଥିତ ଧର୍ମ ମଧ୍ୟ ଗୋଟେ ପ୍ରକାର ଅଧର୍ମ ହିଁ। ସେ ବାସ୍ତବ ଧର୍ମ ନୁହଁ, ସେ ହେଉଛି କୈତବ ଧର୍ମ, ଚୋରି ଧର୍ମ, କପଟ ଧର୍ମ। ସେ କପଟ ସେଥିରେ ଅଛି। ତ ବିଶେଷ କରି ଯେଉଁମାନେ ବିଶେଷ କରି ନାନା ପ୍ରକାର ଭୌତିକ କାର୍ଯ୍ୟ ଲିପ୍ତ, ବେଶୀ ଯେଉଁମାନେ ସାଧକ ସାଧନା କରିବାକୁ ଚେଷ୍ଟା କରୁଛନ୍ତି, ଭଗବାନଙ୍କ ନାମ ଜପ କରୁଛନ୍ତି, ସାଧନା କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ସଦାସର୍ବଦା ସତର୍କ ରହିବା ଦରକାର କି ପାପ ବା ଭୌତିକ ଧନରେ ଅନ୍ନ ମୁଁ ନ ଖାଇବି। ତେଣୁକରି ମନ୍ଦିରମାନଙ୍କର ସାଧକମାନଙ୍କୁ ସେମାନେ ଆସିକି ବାହାର ବିଜନେସମ୍ୟାନ୍ ମାନେ ବହୁତ ବଡ଼ ଡୋନେସନ୍ ଦିଅନ୍ତି, ସେ କି ମନ୍ଦିର ଇଏ ଲାଗେନି, ମନ୍ଦିର ଭକ୍ତଙ୍କ ସେବା ଲାଗେନି। ସେ ଯାଇକି ମନ୍ଦିର କନଷ୍ଟ୍ରକ୍ସନ ସେବା ଲାଗିଯାଏ, ବାକି ଭକ୍ତମାନଙ୍କୁ ସେ ଅନ୍ନ ଦିଅନ୍ତିନି, ପ୍ରସାଦ ପାଆନ୍ତିନି। ଭକ୍ତମାନେ ଯେତେବେଳେ କାହା ଘରକୁ ଯାଆନ୍ତି ସଦାବେଳେ ଦେଖୁଥିବେ କୁଣ୍ଠା ବୋଧ କରୁଥିବେ ତାଙ୍କ ଘରେ ଖାଇବାରୁ। କାହିଁକିନା ଜଣଙ୍କ ଘରେ ଯାଇକି କିଛି ଖାଇଲେ ମାନେ ତାଙ୍କର ପ୍ରତିକ୍ରିୟାକୁ ଆପଣ ଗ୍ରହଣ କରୁଛନ୍ତି, ତାଙ୍କର ପାପମାନଙ୍କୁ ଆପଣ ନେଉଛନ୍ତି। ତେଣୁକରି ସାଧୁମାନେ ଏତେ ଉତ୍ସାହିତ ହୁଅନ୍ତି ନାହିଁ। ହଁ, ଯାହାର ତ ସାଧନା ଭଜନ ନାହିଁ, ଯାଇକି କେବଳ ଜିହ୍ବା ଲୋଭର ଅଛି, ସେମାନଙ୍କ ତ କଥା ଅଲଗା। ଯିଏ ସାଧନା ପ୍ରତି ଯିଏକି କନସିୟସ୍ ଆସନ୍ତି ସେମାନେ କ'ଣ କରନ୍ତି ନା ସେମାନେ ଏତେ ଉତ୍ସାହିତ ହୁଅନ୍ତି ନାହିଁ ଅନ୍ୟର ଅର୍ଜିତ ଧନରେ କିଛି ଖାଇବା ପାଇଁ। କାହିଁକିନା ସେଥିରେ କ'ଣ ହୁଏ, ଅନ୍ୟର ପ୍ରତିକ୍ରିୟା ଆସିଥାଏ, ଅନ୍ୟ ପ୍ରତିକ୍ରିୟା ଆସିକି ନିଜର ସାଧନାରେ ବାଧା ନାହିଁ, ସାଧକର ଜୀବନରେ ବାଧକ ହୋଇ ଆସିଥାଏ ସେଗୁଡ଼ାକ। ତେଣୁକରି ସେଗୁଡ଼ାକ ସିଧା କ'ଣ କରନ୍ତି, ମନ୍ଦିରରେ ଦେଇଦିଅନ୍ତି ବା ମନ୍ଦିରକୁ ଦାନ ଦେଇଦିଅନ୍ତି। ସଦାସର୍ବଦା ଚେଷ୍ଟା କରିବା ଦରକାର ଯେତେବେଳେ ଭୌତିକ ଅର୍ଜିତ ସମ୍ପତ୍ତି ଅଛି ତାକୁ କେବଳ ଉପଭୋଗ ନ କରିକି ପ୍ରଥମେ ଭଗବାନଙ୍କର ସେବାରେ ପ୍ରଥମେ ଲଗାଇବା ଦରକାର। ଭଗବାନ ସେବାର ଅବଶିଷ୍ଟ ବା ଭଗବାନଙ୍କ ଉଚ୍ଛିଷ୍ଟ ତାକୁ ପାନ ପାଇବା ଦରକାର। ନହେଲେ କ'ଣ ହେବ, ଜଣଙ୍କ ସାଧନାରେ ଜଣେ ପ୍ରେରଣାଟି ଅଧିକ ଦିନ ପାଇବନି। ଆଉ ଧୀରେ ଧୀରେ ତାଙ୍କର ବିଷୟୀଙ୍କର ଅନ୍ନ ଖାଇଲେ କ'ଣ ହେବ, ଧୀରେ ଧୀରେ ଭୌତିକ ଇଚ୍ଛା ଗୁଡ଼ାକ ଜାତ ହେବ। ଆଉ ଇଚ୍ଛା ମାନେ କ'ଣ, ସବୁଠୁ ଫାର୍ଷ୍ଟ ଆସିବ ଇଣ୍ଡିପେଣ୍ଡେଣ୍ଟ ମେଣ୍ଟାଲିଟି ଆସିବ। ନିଜେ ମନ ଇଚ୍ଛା କାମ କରିବାର ପ୍ରବୃତ୍ତି ସବୁଠୁ ପ୍ରଥମେ ଜାତ ହେବ। ଆଉ ଯାହା କିଛି ଆଦେଶ ନିର୍ଦ୍ଦେଶ ଦିଆଥିବ ତାଠୁ ଅଲଗା ହେଇକି ନିଜ ମନର ଇଚ୍ଛା କିଛି ଗୋଟେ କାମ କରିବାକୁ ପ୍ରେରଣା ଆସିବ। ସେମାନେ ଯେଉଁ ମୁହୂର୍ତ୍ତ ଇଣ୍ଡିପେଣ୍ଡେନ୍ସ ଷ୍ଟାର୍ଟ ହେଲା ମାନେ ଜାଣିବାକୁ ହେଉଛି ଜଣଙ୍କର ପତନଟି ଆରମ୍ଭ ହେଇସାରିଲାଣି। ତ ଏଇଭଳି ହରିଦାସ ଠାକୁର ତାଙ୍କୁ ପ୍ରଥମେ ମାନେ ବହୁତ ସାରା ଶିକ୍ଷା ଅଛି, ଗୋଟେ ଲୀଳାରେ କେତେ ଶିକ୍ଷା କହିବେ କ'ଣ କି ହରିଦାସ ଠାକୁର ସେ ବିଷୟ ପ୍ରଥମେ କହିଲେ ତୁମେ ସାରା ସମ୍ପତ୍ତି ବ୍ରାହ୍ମଣମାନଙ୍କୁ ଦାନ କରିଦିଅ, ଦେଇକି ତୁମେ ଆସ, ଏକା ଆସ, ସେ ଆସିକି ଏ ଆଶ୍ରମ ରୁହ। ଆଉ ହରିଦାସ ଠାକୁର ତାଙ୍କୁ ଦୀକ୍ଷା ଦେଇଥିଲେ। ଦୀକ୍ଷା ଦେଇକି ସେଦିନ ପରଠାରୁ ସେ ବେଶ୍ୟା ମଧ୍ୟ 3 ଲକ୍ଷ ନାମ ଜପ କଲେ। ସେ ବେଶ୍ୟା ମଧ୍ୟ 3 ଲକ୍ଷ ନାମ ଜପ କଲେ। ମାନେ ସାଧୁ ସଙ୍ଗର ଫଳ ଯାହା ଥାଏ। ଆଉ ସେଇଠୁ ସେ ବେଶ୍ୟା ଆପଣ ଦେଖିଥିବେ, ଆମର ଗୋଟେ ଫଟୋ ଅଛି, ଗୋଟେ ତୁଳସୀ ମହାରାଜ ପାଖରେ ଗୋଟେ ଲଣ୍ଡା ହେଇକି ଜଣେ ଜପ କରନ୍ତି। କିଛି ନାହିଁ, ଆମର ନାମମତ ଗୋଟେ ପୁସ୍ତକ ଅଛି, ସେ ପୁସ୍ତକରେ ଅଛି ଜଣେ ଲଣ୍ଡା ହେଇକି ଜଣେ ଜପ କରନ୍ତି। ସେ ଆକ୍ଚୁଆଲି ଜଣେ ବ୍ୟକ୍ତି ନୁହଁ, ସେ ହେଉଛି ସେ ସ୍ତ୍ରୀ ଯେ ବେଶ୍ୟା ଯାହାକୁ ହରିଦାସ ଠାକୁର ଦୀକ୍ଷା ଦେଇଥିଲେ। ସେ ସେବେଠାରୁ ହରିଦାସ ଠାକୁର ତାକୁ ଦୀକ୍ଷା ଦେଇଛନ୍ତି, ସେ ଗାଁରେ ସେ ତୁଳସୀ ମହାରାଣୀ ପାଖରେ ବସିକି ଡେଲି ପ୍ରତ୍ୟେକ ଦିନ ଦୈନିକ 3 ଲକ୍ଷ ନାମ ଜପ କରୁଥାଏ। ସାଧକମାନଙ୍କ ବହୁତ ସାରା ଶିକ୍ଷା ରହିଛି ଆମର ହରିଦାସ ଠାକୁର ଜୀବନରେ। ତ ସେଭଳି ଆଉ ଗୋଟେ ବି ସାଧକମାନଙ୍କ ପାଇଁ ଶିକ୍ଷା, ଯେତେବେଳେ ଆମ ଜୀବନରେ ପ୍ରଲୋଭନ ଆସୁଛି, ଯେଭଳି ହରିଦାସ ଠାକୁର ଜୀବନରେ ସେ ଦେଖନ୍ତୁ ଜପ କରୁଥିଲେ, ଆସିଲା କିଏ ବେଶୀ ଆସିଲା, ଯୁବକ ଅବସ୍ଥାରେ ମଧ୍ୟରାତ୍ରିରେ ଆସୁଛି, ତେଣୁ କେତେ ବଡ଼ କଷ୍ଟ ଦେଖନ୍ତୁ। ଇନ୍ଦ୍ର ତୃପ୍ତିକୁ ମନା କରେ ବହୁତ ବଡ଼ କଷ୍ଟ, ବାକି ତଥାପି ହରିଦାସ ଠାକୁର ପ୍ରାଧାନ୍ୟତା କାହାକୁ ଦେଲେ ଦେଖନ୍ତୁ। ଯଦି ସେଇ ସମୟରେ ଯଦି ସାଧାରଣ ବ୍ୟକ୍ତି ଯଦି କିଏ ମାନେ କ'ଣ ଭଗବାନଙ୍କର ମାନେ ସେ ନାମକୁ ଜପ କରିଦେଲେ ଅସୁବିଧା ହେଇଥାନ୍ତା। ସେ କ'ଣ କଲେ, ହରିଦାସ ଠାକୁର କଲେ କ'ଣ ସେ ସମୟରେ, ହରେ କୃଷ୍ଣ, ହରିଦାସ ଠାକୁର କ'ଣ କଲେ ସେ ସମୟରେ, ଯେତେବେଳେ ବେଶୀ ଆସି ତାଙ୍କୁ କହିଲା କି ମୁଁ ଆସିକି ତୁମକୁ ତୁମ ସଙ୍ଗ କରିବାକୁ ଚାହୁଁଛି, ହରିଦାସ ଠାକୁର କଲେ କ'ଣ ସେ ସମୟରେ, କ'ଣ କହିଲେ, ଲୀଳା କାହାର ମନେ ଅଛି? ହରିଦାସ ଠାକୁର କ'ଣ କହିଲେ, ମୁଁ ପ୍ରଥମେ ମୋର ଯେଉଁ ସଂକଳ୍ପ ଅଛି ଦୈନିକ 192 ଜପ, ଆଗେ ମୋର ସଂକଳ୍ପଟାକୁ ସମାପ୍ତ କରେ, ତାପରେ ମୁଁ ତୋ ସହିତ ଅଙ୍ଗ ସଙ୍ଗ କରିବି। ସେ ଏ ଜାଗାରେ ପ୍ରାଧାନ୍ୟ କାହାକୁ ଦେଲେ, ନିଜର ସଂକଳ୍ପକୁ ଦେଲେ।
एटा गोटे शिक्षा जिते आम जीवन में जहाँ किसी प्रलोभन आसू जहाँ किसी असुविधा आसू जदि आम निजर दैनिक नाम जप संकल्प जो अधिक प्राधान्य देवा ताले मायार प्रत्येक प्रवचर आम बंची जापर। द्वितीय शिक्षा बुझे ना ना। तृतीय शिक्षा कौन देखो माया को मना करा बहुत कष्ट ना। माया आसिक एत फोर्स आसुची तो बाकी आप मना न करके पर कहे एवं नुह आउ टे पर माने मना कर गोटे उपाय थाए। हरिदास ठाकुर कहले कौन ताको कहले ना मुझे तो संग संग ना तू जा बेसी तू पला कहले हरिदास ठाकुर कहले कौन ना मु मो जप सारे जदि जप सरीगला ता सहित मु तोर इच्छा पूर्ण करी। तो जो आमको बेले इच्छा होता है बेले क्या इच्छा होता है कि बहुत सारा माने माने सब आसे नहीं बेले आसे बहुत जोर आसे कम कर ये बेग गुटा बहुत जोर आसे निज मन भितर इच्छा हो क्या बाड़े देवी क्या किसी कहीदेवी बेले किसी खाए बेले मीठा खाए इच्छा हो बेले क्या रोल बा चाउमिन बा बिरियानी बा ये सब जिन खाए बहुत इच्छा हो बहुत बहुत जोर जोर इच्छा हो जानी थी कि यहाँ मो शरीर ये क्षति बा मो ठीक नुह तथापि मन उपर जो इंद्रिय कामना वासना बेग एत प्रबल थाए से मुहूर्त रेस्टलेस कर दिए किसी मुहूर्त रेस्टलेस कर दिए। तो से समय कह कौन उचित आपको बंद कर ना किसी समय कह कौन ना किसी समय जाऊ तापर मु तोर जहाँ किसी अच्छी पूर्ण कर बस जप कर समय भगवान नाम जाऊ किसी समय जाऊ सांगे सांगे पूर्ण कर लगी जाए ताले असुविधा हम प्रथम कौन अपेक्षा करेंगे टिके समय क्रोध आस कह इच्छा हो ना एवं ना किसी समय जाऊ किसी कहबी किसी कामना आसना सांगे सांगे कामना को पूर्ण करनी किसी समय जाऊ मुझे पूर्ण करी किसी समय बसिक से समय आप आध्यात्मिक ग्रंथ मान पढ़े नाम जप करवा किसी लेक्चर शुणा किसी कीर्तन शुणे देखिए से समय भर आप मन परिवर्तन हो जाए तापर इच्छा हम ना देखुना गोटे समय अच्छे आमको लगुच सारा संसार अच्छे बेकार माया माया जगत बेकार समस्ते धंदार मैंने सारा संसार तुच्छ लगुच आउ बेले गोटे गोटे मुहूर्त सारा से संसार आमर गोटे बहुत गंभीर गभीर आकर्षण आसी जाए समय परिवर्तन। तो भगवान भक्ति नाम जप साधना कले कौन ये मन को जो प्रलोभन मान आसते आमको जो काम क्रोध लोभ मद मोह आसूे यहाँ जो आसता है एटाक से माध्यम आम कौन कर दूरे जापर से यह हूँ माने गोटे उपाय साधक माने इंद्रिय तृप्ति नाना प्रकार अनर्थ मान दूर रहा गोटे उपाय साधक उपाय काजी तो तिरोभाव नीति आज बहुत सारा लीला अच्छी अर्दित आचार्य सहित लीला अच्छी आउे हरिदास ठाकुर आमर जगाई माधाई सहित लीला अच्छी अजगर साप लीला अच्छी जदि हम पार्ट 2 सन्धार आम श्रवण करवा बाकी जस्ट कनक्लूडिंग गोटे शेष लीला को जेहतु आज हरिदास ठाकुर तिरोभाव तिथि 5 मिनट केवल आम हरिदास तिरोभाव केवल होता विषय में आलोचना करें सतर्क शुणु। तो हरिदास ठाकुर सिद्ध बकुल रे नाम जप करते सिद्ध बकुल आपड़ के किए सिद्ध बकुल किए आगुरी कहीं जाना पुरी जगदान मत समझ जानते बाकी सिद्ध बकुल गंभीरा तोटा गोपीनाथ ये सब किए जान तेणुक भक्त मान संगे के जड़े जा दरकार सिद्ध बकुल से जगह हाँ सिद्ध बकुल से जगह जो जगह कि हरिदास ठाकुर डेली जप करते तो थरे भगवान माने सिद्ध बकुल हरिदास ठाकुर जप करते आ जप गला दिने चैतन्य महाप्रभु डेली गोटे हाबिट थी कौन सकाल हो प्रथम जगन्नाथ मंदिर दर्शन करी जगन्नाथ मंदिर दर्शन करने सागे सागे महाप्रसाद नहीं क्या पाखु जी हरिदास ठाकुर पाखु जी हरिदास ठाकुर जदिव नामाचार्य प्रवेश थिला से तथापि निज दैन्यता सदृश मुस्लिम निजको म्लेच्छ जवन जाति भाविकी से कदापि मंदिर मध्य को प्रवेश कर मंदिर मध्य को नहीं मंदिर छाया को से टच कर हरिदास ठाकुर बाकी मंदिर पछरे मंदिर साइड्रे सिद्ध बकुल से स्थान रही से कौन करते जप जप करते शुणु शुणु आप शुणु कह कहे शुणु कौन तो जिते दिने चैतन्य महाप्रभु जगन्नाथपुरी मंदिर दर्शन करके से महाप्रसाद नहीं आस देखला हरिदास ठाकुर जप कर हरिदास ठाकुर बहुत माने खराब पड़ोसी जगन्नाथ बुलेश्वर महाराणी की जय राधा सुंदर भगवान की जय गौरता की जय श्री प्रभुपाद की जय हरिदास ठाकुर पर कौन हो खराब पड़ोसी। तो से दिन भगवान चैतन्य महाप्रभु निज सहित भगवान डेली सकाल दांत काटी दांत घस जान ना दांत घसती बकुल गचर ये काठरे घसती बकुल गच
तो से दिन भगवान चैतन्य महाप्रभु देखिले हरिदास ठाकुर जप कर सूर्य किरण पड़ुଛି खरा होची देहर झाड़ बोची देह तप्त होची सांगे सांगे माने भगवान चैतन्य महाप्रभु कौन कले गोटे बकुल से जो भगवान जो ये रे दांत घसंती सेटा नहीं हरिदास ठाकुर जो बस पाखर नहीं पोती देले सांगे 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 से बकुल जो घस माने दांत काठरू गोटे बकुल वृक्ष पूरा बहुत बड़ वृक्ष आसला बहुत बड़ वृक्ष आसला ଆଉ ହରିଦାସ ଠାକୁରଙ୍କୁ ସେ ବା ଛାୟା ଦେଲା ତା ଯାହାର ଅଣ୍ଡରରେ ବସି ହରିଦାସ ଠାକୁର ନିତ୍ୟ ଭଗବାନଙ୍କ ନାମ ଜପ କଲେ। ଆଉ ଆଜି ବି ଯିବେ ଆଜି ବି ସିଦ୍ଧ ବକୁଳ ଯିବେ ଆପଣ ସେ ବୃକ୍ଷଟି ଦେଖିବେ ସେ ବୃକ୍ଷଟି ଏଭଳି ବୃକ୍ଷ ଯାହାର କି ଆପଣ କେବଳ ତାର ବାର୍କ ଦେଖିବେ ଭିତରେ କିଛି ଟ୍ରିର କୌଣସି ଷ୍ଟେମ୍ ଦେଖିବେନି ଆଜି ପର୍ଯ୍ୟନ୍ତ କେବଳ ବାର୍କ ହିଁ ଅଛି ବାର୍କ ମାନେ କ'ଣ ଓଡ଼ିଆରେ କ'ଣ କ'ଣ ଜାଣିନି ଉପର କବରୀ ଅଛି ଚମଡ଼ା ଯାକ କଂସା ହିଁ ଅଛି ବକଳ ଅଛି ଭିତରେ କିଛି ନାହିଁ ତାର ଆଉ ସାଧାରଣତଃ ଗଛ ଦେଖିଲେ ଗୋଟେ ଗଛ ଆପଣ ସିଧା ଦେଖିବେ ବା ଏମିତି ଷ୍ଟ୍ରେଟ୍ ଦେଖିବେ ବାକି ସେଇ ଗଛ ଦେଖି ନାନା ପ୍ରକାର ଅଙ୍କା ବଙ୍କା ହେଇକି ସବୁ ବାହାରିକି ଅଛି। ତାର ମଧ୍ୟ ଗୋଟେ ଲୀଳା ଅଛି କି କିଛି ଦିନ ତଳେ ସରକାର ମାନେ ମୁଗଲ ମାନେ କିଛି ଆସୁଥିଲେ ସେ ଗଛକୁ କାଟିଦେବା ପାଇଁ ତାହେଲେ ପ୍ରାର୍ଥନା କରିଥିଲେ ତାଙ୍କୁ ଭକ୍ତ ପ୍ରାର୍ଥନା କରିଥିଲେ କି ଗଛଟି ସିଧା ଥିଲେ ଆପଣଙ୍କୁ କାଟିକି ନେଇଯିବେ ଯାହାକି ଶେଷ ଚୈତନ୍ୟ ମହାପ୍ରଭୁ ଯାହାକୁ ଇମ୍ପ୍ଲାଣ୍ଟ କରିଛନ୍ତି तो ये तो हवा उचित न राजा प्रार्थना रे से गछटी आपे आपे स्वाभाविक भाव एत माने गोटे बड़ काठ कि दरकार थी किसी तो एत आकार बेंड है कौन ना राजा बा जो मुगल सम्राट मुगल राजा जी थे काटे को सक्षम है ना से आज पर्यटन आप से वृक्ष देखिए जहाँकि सानिध्य बसिक हरिदास ठाकुर नाम जप करते और जहाँ चैतन्य महाप्रभु निजे निजे इम्प्लांट करते तो से जगार बसिक हरिदास ठाकुर जप करूँ बहुत दिन जप कला हरिदास ठाकुर बहुत वृद्ध होते दैनिक ये चैतन्य महाप्रभु निजे आसे हरिदास ठाकुर पाक प्रसाद महाप्रसाद नहीं कि नले चैतन्य महाप्रभु कौन कर निजर दास थे गोविंद दास बोली निजर सर्वेंट थे पर्सनल सर्वेंट तो गोविंद दास को हाथ में से प्रसाद देकी पठाती से गोविंद जड़े दिने हरिदास ठाकुर पाक निजर पात्र से कड़ुआ कड़ुआ जहाँ कहते कड़ा कौन ना छोट कड़ुआ भगवान जगन्नाथ महाप्रसाद नहीं आसते और आसला देखिले हरिदास ठाकुर उठी पार ना बहुत दुखित अच्छा बहुत वृद्ध होती बहुत वृद्ध होती गोविंद देखिले देखिए आश्चर्य हरिदास कौन है तुम्हें ठीक तो अच्छ तुम स्वास्थ्य ठीक तो अच्छी प्रश्न पचारे मुझे तुम पे महाप्रसाद आणिक अच्छी तुम्हें स्वास्थ्य ठीक तो अच्छे खाई दियो किसी कहले तो तार प्रत्युत्तर हरिदास ठाकुर कहले कि हे गोविंद कि जिते पर्यंत जे पर्यंत मोर ये शरीर शरीर विषय मुझे कहबी शरीर तो पूरा ठीक ठाक अच्छी शरीर तो पूरा ठीक ठाक अच्छी बाकी मोर मन ठीक नहीं मोर आध्यात्मिक स्थिति ठीक नहीं गोविंद पचार कौन कौन है कौन ना मो दैनिक 192 माला जप कर संकल्प नहीं थी बाकी मोर ये जो वृद्धावस्था आसला ये स्थिति मोर संकल्पटी मोर पूरण कर 192 माला जप संकल्प पूरण कर तो तेणुक मु आध्यात्मिक भाव मु रोगी हो अच्छी जदिओ शारीरिक भाव सुस्थ सबल हो अच्छी बाकी आध्यात्मिक भाव कौन है रोगी हो जाइए देखु आमको जहाँ कि आदेश निर्देश उपदेश दिखाई गुरुदेव द्वारा आमको दैनिक 16 माला जप करवा नियम पालन करवा ये सब जन को आध्यात्मिक स्पिरिचुअली स्ट्रांग करे जदि कौन से व्यक्ति निजर दैनिक 16 माला जप कर जहाँ कि गुरुदेव देते गुरुदेव आदेश नियम पालन कर से कौन हम ताकू स्पिरिचुअली डिजीज्ड पर्सन बोली कह जाए आध्यात्मिक बेले व्यक्ति स्पिरिचुअली डेड भी हो जाती जदि कौन व्यक्ति निजर दैनिक निज 16 माला जप को जब पूरण कर संकल्प पूरण कर 16 माला जप करना सी होती आध्यात्मिक भाव रोगी सी रुग्ण व्यक्ति आध्यात्मिक भाव तो तेणुक जी आमको मिनिमम 16 माला जो कहे जेकोसी उपाय जेकोसी परिमाण आम निश्चय को पूर्ण करा दरकार जब आम करूने आमर आध्यात्मिक जीवन ना
आध्यात्मिक जीवन ठीक ठाक नहीं बोली आम जाना उचित नियम पालन करने जदि आम भगवान नाम जप करूने तो हरदास ठाकुर से कहले कि मोर आध्यात्मिक भाव मो स्पिरिचुअल डिजीज ठीक अच्छी मोर स्थिति जमा भल नहीं मोर मन जमा भल लगुनि भगवान संकल्प मु पूर्ण कर गोविंद कहले ठीक अच्छी तथापि तुम्हें कौन कर मु तुम जो भगवान को महाप्रसाद ये प्रसाद तो पाई दियो तुम हरदास कहले मुझे किभली पाइबी गोविंद जदिओ याकू स्वयं भगवान चैतन्य महाप्रभु जे कि भगवान कृष्ण जगन्नाथ निजे सी जदि मत मो पाखु ये महाप्रसाद पठे तथा मु मोर संकल्प जहाँकि 192 माला जप करथिला मो संकल्प थिला कि 192 माला जप न करे मु किसी पाइबी नहीं 3 लाख नाम जप करे न करे मु किसी पाइबी नहीं मैं किभली ग्रहण करी तथापि जेतु प्रसाद तथापि गोविंद बारंबार कहला पर से गोविंद भगवान चैतन्य महाप्रभु निजे पठे अस्वीकार कर पारे ना देखो ये धर्म संकट आस गोटे निज संकल्प रक्षा करवा आ गोटे हूँ महाप्रसाद मर्यादा रक्षा करवा तो हरिदास ठाकुर बहुत दैन्यतार सहित से कले कौन ना महाप्रसाद को दंडवत प्रणाम कले महाप्रसाद जानते महाप्रभु दंडवत प्रणाम कले और तार बहुत सारा गुणगान गाइले महाप्रसाद गुणगान गायकी 3 बार महाप्रसाद को माने कौन प्रदक्षिण कले प्रदक्षिण करके तार कोड़ुआर गोटे एत कणिका सम्मान पूर्वक गोटे एत कणिका से निज मुहर ग्रहण कले तो तापर सेठू गोविंद जाकि चैतन्य महाप्रभु को सी जाकि से हरदास ठाकुर स्थिति कथा जनइले जनला हरदास ठाकुर स्थिति कथा जनला भगवान चैतन्य महाप्रभु परवर्त दिन आसिले हरदास ठाकुर बाबू सागे सागे आसिले कि आसिक देखिले चैतन्य महाप्रभु देखिए बहुत दुखित होइले हरदास ठाकुर अत्यंत दुखित होगी माने पढ़ राजीर्ण अवस्था अत्यंत क्रुद्ध हो जाती तो चैतन्य महाप्रभु जो आसिले देखिले पचारे हरदास एति खाली कहले हरदास कौन है तुम ताले तार प्रत्युत्तर चैतन्य महाप्रभु को देखा सागे सागे हरदास ठाकुर सीटी प्रणाम अर्पण कर भगवान चैतन्य महाप्रभु प्रणाम अर्पण करी माने सेठी चैतन्य महाप्रभु गुणगान कर भगवान आपन तो अच्छा अंतर्यामी आपन कौन बा न जानती तथापि आपन जो पचार तो मुझे कहूँ तो मोर बर्तमान वृद्धावस्था हो भगवान आर्तमान मोर संकल्प नाम संकल्प 192 माला जहाँ पूर्ण करना तो तार उत्तर मोर चैतन्य महाप्रभु कहले कि हरिदास तुम्हें एत वृद्ध होइलनि तो तुमको बर्तमान 192 माला जप करे कौन सी आवश्यक नहीं तुम्हें जी पार से कर एत अधिक जप करके बर्तमान आवश्यक तुम्हें जी जहाँ कर निज जीवन में नाम जपर प्रचार नाम प्रचार जी जहाँ कर सब तुम्हें कर सारी जीवन तुम सार्थक हो सारा बर्तमान तुम्हें जप कहीं कर जी सब से कर तथापि हरदास ठाकुर कहले भगवान आपन मत ये माया रचंतु ना मो संकल्प पूर्ण कर बहुत दुखित बाकी आप मोर केवल गोटे इच्छा गोटे बांछा पूर्ण करंतु भगवान कहले हरदास ठाकुर निज आड़ू भगवान को प्रार्थना कर शुणु कि पुणी पचारे कि कौन तुम इच्छा अच्छे हरदास बहुत हमें तो से समय हरदास ठाकुर कहले जेहेतु से भगवान को नित्य पार्श्व थे ना चैतन्य महाप्रभु से जानते कौन स्थिति तो हरदास ठाकुर भगवान चैतन्य महाप्रभु कहते भगवान मुझे जानले कि बहुत शीघ्र आपण ये जगत आप लीलाभन को समापन करने चेष्टा इच्छा कले मुझे जानले कि आप बहुत शीघ्र ये जगत आप अंतधान हो से विरहर दुखटा को व्यथा को मुझे सहीपारि भगवान आपणकर विरह मुझे जो ये जगत को छाड़ी आप बाहर को जीवे से व्यथाटा मुझे देखिपारि ना मुझे सहीपारि ना भगवान तेणुक गोटे कृपा करंतु कि गोटे कृपा करंतु ना कौन ना आपण शरीर छाड़ा पूर्व मु शरीर छाड़दे ये कृपाटा करंतु सागे सागे से भगवान चैतन्य महाप्रभु बहुत जोर दुखित हेले बहुत माने भग्न हो गले हृदय गंभीर स्वर रे भगवान चैतन्य महाप्रभु बोले कि हरदास तुम्हें कौन कह मो जीवन समस्त सुख समस्त खुशी केवल केवल तुम संग पाई
ତୁମେ ହେଉଛି ମୋ ଜୀବନର ସବୁକିଛି, ତୁମ ପାଇଁ ମୁଁ ସବୁକିଛି କରିଛି, ଆଉ ତୁମେ ଯଦି ମୋତେ ଛାଡ଼ିକି ଚାଲିଯିବ ତାହେଲେ ଏଇ ଜଗତରେ ତୁମ ବିନା ମୋର ଆଉ ରହିବ କିଏ? ତୁମେ ଦୟାକରି ଏଭଳି କୁହନି କି ତୁମେ ମୋତେ ଛାଡ଼ିକି ଚାଲିଯିବ। ଚୈତନ୍ୟ ମହାପ୍ରଭୁ କି ସ୍ୱୟଂ ଭଗବାନ କୃଷ୍ଣ ନିଜେ ସେ ହରିଦାସ ଠାକୁର ଏଭଳି ପ୍ରାର୍ଥନା କରୁଛନ୍ତି, ତୁମେ ଏଭଳି ମୋତେ ଛାଡ଼ିକି ଯିବ, ତୁମେ କୁହନି ମୋତେ, ମୁଁ ସହି ତୁମଠାରୁ ବିରହର ବ୍ୟଥାକୁ ମୁଁ ସହିପାରିବିନି। ତାହେଲେ ହରିଦାସ ଠାକୁର ହସୁଛନ୍ତି କି ଭଗବାନ କହୁଛନ୍ତି ଆପଣ ନିଜ ମାୟାକୁ ରଚାନ୍ତୁ ନାହିଁ ଭଗବାନ। ଏବଂ ତାଙ୍କର ଦୈନ୍ୟତା ଦେଖନ୍ତୁ ହରିଦାସ ଠାକୁରଙ୍କର, ସେ କହୁଛନ୍ତି କି ଭଗବାନ କି ଆପଣ ହେଉଛନ୍ତି ପରମ ପୁରୁଷ ଭଗବାନ, ଆଉ ଯିଏକି ସୁପ୍ରିମଲି ଇଣ୍ଡିପେଣ୍ଡେଣ୍ଟ, ଯାହା କୁହନ୍ତି ସ୍ୱରାଟ, ଆପଣ କାହାର ଉପରେ ନିର୍ଭରଶୀଳ ନୁହଁ। ଆପଣ କିଭଳି ମୋ ଉପରେ ନିର୍ଭରଶୀଳ ଭଗବାନ, ସେଟା ସମ୍ଭବ ନୁହଁ। ବାକି ଯଦି ଯେତେ ପର୍ଯ୍ୟନ୍ତ ଆପଣ କହୁଛନ୍ତି ଏ ଜଗତକୁ ବହୁତ ବଡ଼ ମାନେ କ'ଣ ଲସ୍ ହେବ ମୋର ବିରହରେ ମୁଁ ମରିଗଲେ, ବାକି এই ଜଗତରେ ଯେତେବେଳେ ଗୋଟେ ଛୋଟ ପିମ୍ପୁଡ଼ିଟି ମରୁଛି, କୌଣସି ଗୋଟେ ଛୋଟ ମାଛି ବା ଛୋଟ ପିମ୍ପୁଡ଼ି ମରିଯାଉଛି, ଏ ଜଗତରେ କ'ଣ ବା ଫରକ ପଡ଼େ ଭଗବାନ? କିଛି ଫରକ ପଡ଼େନି। ହରିଦାସ ଠାକୁର ସାରା ଜୀବନ ଏତେ ମହାନ କାର୍ଯ୍ୟ କରିକି ମଧ୍ୟ ଶେଷକୁ ନିଜକୁ କ'ଣ ହେଉଛନ୍ତି, ନିଜେ ହେଉଛି ଗୋଟେ ପିମ୍ପୁଡ଼ି। ସେ କହୁଛନ୍ତି ଗୋଟେ ପିମ୍ପୁଡ଼ି ମରିଲେ ଯଦି ଜଗତରେ କ'ଣ ପ୍ରଭାବ ପଡ଼େ, ଯେମିତି ଗୋଟେ ପିମ୍ପୁଡ଼ି ମରିଲେ ଜଗତରେ କାହାରି ଉପରେ କିଛି ପ୍ରଭାବ ପଡ଼େ ନାହିଁ, ତ ମୁଁ ମଧ୍ୟ ଶରୀର ତ୍ୟାଗ କଲେ କାହାରି ଉପରେ କିଛି ପ୍ରଭାବ ପଡ଼ିବ ନାହିଁ। ଭଗବାନ ଦୟାକରି ଆପଣ ମୋର ଇଚ୍ଛା ପୂରଣ କରନ୍ତୁ। ବାରମ୍ବାର ଭଗବାନ ଚୈତନ୍ୟ ମହାପ୍ରଭୁ ପ୍ରାର୍ଥନା କରୁଛନ୍ତି। ଭଗବାନ ଚୈତନ୍ୟ ମହାପ୍ରଭୁ ସେ ସମୟରେ ହରିଦାସ ଠାକୁର ଇଚ୍ଛାକୁ ଜାଣିପାରିଲେ, ଗମ୍ଭୀର ହେଲେ, ସ୍ତବ୍ଧ ହେଇଗଲେ, ଚୁପ୍ ହେଇକିନା ସେଇଠୁ ପଳେଇଲେ। ସେଇଠୁ ପଳେଇଲେ, ନିଜର ସିଦ୍ଧ ଭୋକଳକୁ ଛାଡ଼ିକି ଗଲେ, ଗମ୍ଭୀର ଗଲେ। ତା ପରଦିନ ଚୈତନ୍ୟ ମହାପ୍ରଭୁ ନିଜ ସହିତ ସ୍ୱରୂପ ଦାମୋଦର, ରାମାନନ୍ଦ ରାୟ, ଆଉ ଆମର ସର୍ବଭୌମ ଭଟ୍ଟାଚାର୍ଯ୍ୟ, ଗୋବିନ୍ଦ, ଏଭଳି ନାନା ପ୍ରକାର ବିଶିଷ୍ଟ ଭକ୍ତମାନଙ୍କୁ ସମସ୍ତେ ନେଇକି, ସବୁ ମହାନ ଶୁଦ୍ଧ ଭକ୍ତ ସମସ୍ତଙ୍କୁ ନେଇକି ସମସ୍ତଙ୍କୁ ଆଣିକି ମାନେ ସିଦ୍ଧ ଭୋକଳକୁ ଆସିଲେ। ଆଉ ଯେତେବେଳେ ସିଦ୍ଧ ଭୋକଳକୁ ଆସିଲେ, ହରିଦାସ ଠାକୁର ଦେଖିଲେ ଚୈତନ୍ୟ ମହାପ୍ରଭୁ ଏବଂ ତାଙ୍କର ସମସ୍ତ ପାର୍ଷଦମାନେ ଦେଖିଲେ, ରାମାନନ୍ଦ ରାୟ ଦେଖିଲେ, ସ୍ୱରୂପ ଦାମୋଦର ଗୋସ୍ୱାମୀ ଦେଖିଲେ, ତାପରେ ମାନେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଦେଖିଲେ, ଗୋବିନ୍ଦ ଦେଖିଲେ, ମୁକୁନ୍ଦ ଦତ୍ତ ଦେଖିଲେ, ସମସ୍ତଙ୍କୁ ଦେଖିଲେ। ଦେଖିକି ହରିଦାସ ଠାକୁର ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ବ୍ୟକ୍ତିଙ୍କର ପାଖକୁ ଯାଇକି ଦଣ୍ଡ ପ୍ରଣାମ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖକୁ ଯାଇକି ଦଣ୍ଡ ପ୍ରଣାମ କଲେ, କରିକି ପ୍ରତ୍ୟେକ ବ୍ୟକ୍ତିର ପାଦ ଧୂଳିକୁ ନିଜ ମୁଣ୍ଡ ଉପରେ ଲଗେଇଲେ। ସେ ଚୈତନ୍ୟ ମାନେ ହରିଦାସ ଠାକୁର ଆମ ଯେଉଁ ସମାଜରେ, ଆମେ ବୈଷ୍ଣବ ସମାଜରେ ଦେଖୁଛେ, କିଏ କାହା ଗୋଡ଼ ଧୋଉଛି, କିଏ କାହାର ପାଦ ଧୂଳିକି ମୁଣ୍ଡ ମାରୁଛି, ତାର ଗୋଟେ ବହୁତ ବଡ଼ ସାଇନ୍ସ ଅଛି। ଏହା କେବଳ ଫ୍ୟାସନକୁ, ସୋକୁ, ମଜାମଜିକୁ ନୁହେଁ, ସେଭଳି ହୁଏ ନାହିଁ। ସମୟ ହେଲାଣି। ବାକି ଏହା ହେଉଛି ଜଣଙ୍କର ପାଦ ଧୂଳିକୁ ନିଜ ମୁଣ୍ଡ ଉପରେ ନେବା ମାନେ ସେ ତାଙ୍କୁ ନିଜର ଜୀବନର ସର୍ବଠୁ ଉଚ୍ଚତର ପଦବୀ ପ୍ରଦାନ କରିବା। ଆମେ ଯଦି କାହାର ପାଦ ଧୂଳିକୁ ନେଇକି ନିଜ ମସ୍ତକ ଉପରେ ଲଗାଉଛେ, ତାମାନେ କ'ଣ, ସେ ବ୍ୟକ୍ତିଙ୍କୁ ଆମର ପ୍ରଭୁ, ଆମର ମାଲିକ ବୋଲି ସ୍ୱୀକାର କରିବା। କେବଳ ବାହାରୁ ନୁହେଁ, ଆନ୍ତରିକ ଭାବରେ, ମନ ହୃଦୟ ସହିତ ସେ ବ୍ୟକ୍ତିଙ୍କୁ ପ୍ରଭୁ, ତାଙ୍କର ଦାସ, ଆମେ ତାଙ୍କର ଚାକର, ତାଙ୍କର ସେବକ ହିସାବରେ ଆମେ ତାଙ୍କୁ ଗ୍ରହଣ କରିବା। ସେ ଭାବ ସହିତ ଜଣେ ବ୍ୟକ୍ତି ଜଣଙ୍କର ପାଦ ଧୂଳିକୁ ସ୍ୱୀକାର କରେ। ପାଦ ଧୂଳିକୁ ସ୍ୱୀକାର କରା ସାମାନ୍ୟ କଥା ନୁହଁ। ସେଭଳି ମାନସିକ ଆନ୍ତରିକତା ସହିତ ଜଣଙ୍କ ପାଦ ଧୂଳିକୁ, ଆଉ କେବଳ ସେମିତି ଖାଲି ଛୁଇଁଦେଲେ କିଛି ଶୁଦ୍ଧିକରଣ ଅଛି, ବାକି ବାସ୍ତବିକ ମାନସିକତା ଅଛି। ଯେତେବେଳେ ପାଦ ଧୂଳି ଆମେ ସ୍ୱୀକାର କରୁଛେ, ତାମାନେ ସେ ବ୍ୟକ୍ତିକୁ ଆମେ ନିଜ ଜୀବନର ସବୁଠୁ ଉଚ୍ଚତର ପଦବୀ ଦେଉଛେ। ସେମାନେ ତାଙ୍କୁ ଆମେ ନିଜ ପ୍ରଭୁ ବୋଲି ସ୍ୱୀକାର କରୁଛେ, ଆମ ମାଷ୍ଟର ବୋଲି ସ୍ୱୀକାର କରୁଛେ, ଆମେ ତାଙ୍କ ଦାସ ବୋଲି ସ୍ୱୀକାର କରୁଛେ। ନିଜ ମନ, ଚେତନା, ଅହଙ୍କାର ସବୁକିଛି ତାଙ୍କ ପାଖରେ କରୁଛେ। ଆମେ ସବୁ ଗୋଟେ ମନୋଭାବ ରହିବା ଦରକାର। ତ ଯେତେବେଳେ ହରିଦାସ ଠାକୁର ପ୍ରତ୍ୟେକ ବ୍ୟକ୍ତି ମାନେ ସମସ୍ତଙ୍କ ପାଦକୁ ପ୍ରଣାମ କଲେ, ଦଣ୍ଡ ପ୍ରଣାମ କଲେ, ସମସ୍ତ ଭକ୍ତମାନଙ୍କୁ ଦଣ୍ଡ ପ୍ରଣାମ କଲେ, ଆଉ ସମସ୍ତଙ୍କ ପାଦ ଧୂଳିକୁ ନିଜ ମୁଣ୍ଡ ମସ୍ତକକୁ ରଖିଲେ। ଆଉ ସେ ତାପରେ ଚୈତନ୍ୟ ମହାପ୍ରଭୁ ନିଜର ସବୁଠୁ ନିକଟତର ପାର୍ଶ୍ୱଦ ଶୁଦ୍ଧ ଭକ୍ତ ସ୍ୱରୂପ ଦାମୋଦର ଗୋସ୍ୱାମୀଙ୍କୁ କହିଲେ, ସ୍ୱରୂପ ଦାମୋଦର କୀର୍ତ୍ତନ ଆରମ୍ଭ କର। ସେ ସମୟରେ ମାନେ ସ୍ୱରୂପ ଦାମୋଦର ବହୁତ ଉଦଣ୍ଡ କୀର୍ତ୍ତନ କଲେ, ବହୁତ ସୁନ୍ଦର, ବହୁତ ଉଚ୍ଚତର ଆବାଜରେ କୀର୍ତ୍ତନ କଲେ। ତ ସ୍ୱରୂପ ଦାମୋଦର ଯେଉଁ ପ୍ରକାର କୀର୍ତ୍ତନ କରୁଥିଲେ, ସେ ସମୟରେ ନାନା ପ୍ରକାର ପାର୍ଶ୍ୱଦ ମାନେ, ନାନା ବାଦ୍ୟଯନ୍ତ୍ର, ମାନେ ଦେଖନ୍ତୁ ପ୍ରତ୍ୟେକ ବ୍ୟକ୍ତି ହେଉଛି ଭଗବାନ ଶୁଦ୍ଧ ଭକ୍ତ। କ'ଣ ପ୍ରତ୍ୟେକ ବ୍ୟକ୍ତି ଶୁଦ୍ଧ ଭକ୍ତ ଯିଏ ଥିଲେ, ସମସ୍ତେ ବହୁତ ଆଡ଼ମ୍ବରେ, ବହୁତ ଜୋରଜାର ଉଦଣ୍ଡ କୀର୍ତ୍ତନ କରୁଛନ୍ତି। ଆଉ ସେ ସମୟରେ ଚୈତନ୍ୟ ମହାପ୍ରଭୁ ମାନେ ଏତେ ମାନେ ଲୀଳାରେ ପ୍ରବେଶ କରିକି ବହୁତ ମାନେ ଉଚ୍ଚକୁ ଡେଇଁ ଭଗବାନଙ୍କୁ ମାନେ କୀର୍ତ୍ତନ କରୁଛନ୍ତି, ନୃତ୍ୟ କରୁଛନ୍ତି।
कि एभଳି नृत्य କରୁଛନ୍ତି। ହରିଦାସ ଠାକୁର ଗୋଟିଏ ଇଚ୍ଛା ଥିଲା ଭଗବାନ ଚୈତନ୍ୟ ମହାପ୍ରଭୁ ଥିଲେ ଭଗବାନ कि पूर्व दिन सी कही सारी कि ମୁଁ ଏ ଜଗତକୁ ଛାଡ଼ିବି ଆପଣଙ୍କୁ ଆପଣ ଏ ଜଗତରୁ ଅନ୍ତର୍ଧାନ ପୂର୍ବରୁ ଏ ଜଗତରୁ କ'ଣ ମୁଁ ଅନ୍ତର୍ଧାନ ହେଇଯିବି। ଆଉ ମୁଁ କିଭଳି ଅନ୍ତର୍ଧାନ ହେବି ମୁଁ ଆପଣଙ୍କର ଚରଣ ପଦ୍ମକୁ ନିଜ ହୃଦୟ ରଖିକି ଆପଣଙ୍କର ସୁନ୍ଦର କୋମଳ ମୁହଁକୁ ବଦନକୁ ମୁଁ ଦେଖି ଦେଖି ମୁଁ ଏ ସ୍ୱରକୁ ତ୍ୟାଗ କରିବାକୁ ଚାହୁଁଛି। ମହାପ୍ରଭୁ ବହୁତ ଉଦଣ୍ଡ କୀର୍ତ୍ତନ କରୁଥିଲେ ବହୁତ ଉଦଣ୍ଡ କୀର୍ତ୍ତନ କରୁଥିଲେ। ଏଭଳି ଏକ ସମୟ ଆସିଲା कि महाप्रभु देखिले कि समय आसला तो से समय चैतन्य महाप्रभुर माने निज पाद को वास्तव हरिदास हृदय लगेले हृदय लगेले मस्तक पर पाद धुणेले सागे सागे चैतन्य महाप्रभु कोलर नहीं चैतन्य महाप्रभु बस चैतन्य महाप्रभु कोलर हरिदास ठाकुर देखी बस चैतन्य महाप्रभु को देखी देखी निज देखी देखी शेष समय निज मुहर श्री कृष्ण चैतन्य एति कहीकि निज शरीर को प्राण गायक से त्याग कर हरिदास ठाकुर की तापर आहरी बहुत सारे जिन अच्छी कि चैतन्य महाप्रभु तले देखिले बहुत दुखित हेले हरिदास ठाकुर ये चैतन्य महाप्रभु स्वयं हरिदास ठाकुर को निजर कोलर नहीं कि सेठू आसिले महोदधी जो अच्छी समुद्र पाख आसिले समुद्र स्नान कराइले निज स्वयं आज पर्यंत समुद्र रे महोदधी स्नान अत्यंत पवित्र पावन चैतन्य महाप्रभु से दिन माने अनाउंस करथिले। चैतन्य महाप्रभु हरिदास ठाकुर निजे स्वयं समस्त कीर्तन करछन्ती स्वयं चैतन्य महाकाउ देले नहीं चैतन्य महाप्रभु निजे तांका शरीर को हाथ धरछन हाथ धर धर नहीं कि महोदधी स्नान कराइले स्नान करके आनी कि तांको सीट रखिले। आप आज आज जाबे से समुद्र पाखरे देखिए आप हरिदास ठाकुर समाधि अच्छी सीटी केबे जेबे देखिए सीटी हरिदास ठाकुर समाधि सीट अच्छी जपमाला भी सीट जो माला डेली जप करते सीटी से अच्छी। तो से दिन चैतन्य महाप्रभु आदेश कहले कि जे भी व्यक्ति आसिक ये जो महोदधी स्नान करसी जो महोदधी कि हरिदास ठाकुर स्नान कर श्री कृष्ण प्रेम को प्राप्ति हम महोदधी जी कि जल भी स्पर्श कर महोदधी जल स्पर्श कर मुक्ति पाइब से भगवान को कृष्ण प्रेम को से प्राप्त भगवान चैतन्य महाप्रभु माने आदेश बाणी दे जापर बहुत सारा समय बहुत लगे चैतन्य महाप्रभु स्वयं जाकि भिक्षा करते सारा पुरी रे भिक्षा करते आ भिक्षा करके माने बड़ दांड रे आनंद बजार रे भिक्षा करते कि सन्यासी ना से जाकि निज भिक्षा करते भिक्षा करके समस्त पाखर महाप्रसाद भिक्षा करते कि मोर प्रिय हरिदास निज शरीर त्याग अंत्येष्टि क्रिया निजे भगवान स्वयं चैतन्य महाप्रभु निजे करले अंत्येष्टि क्रिया करके समस्त भक्तों को व्यक्तिगत भाव जाकि समस्त पुरी समस्त भक्त डाकिले डाकिक समुद्र कूल ही डाकि समस्त महाप्रसाद बंटन करते चैतन्य महाप्रभु आ बंटन करके निज समाधि सीटी समाधि निजे ही देते नाना प्रकार लीला रही हरिदास ठाकुर ये माने ग्लोरियस डिपार्चर रही चैतन्य महाप्रभु देखी देखी सी आज बहुत सारा वर्णना अच्छी वर्णना आसो समय पाया लीला सब आम सन्धार के भी आम आलोचना कर। तो से प्रकार थे हरिदास ठाकुर से चैतन्य महाप्रभु अत्यंत प्रिय हृदय स्पर्शी पार्श्व थे नमाचार्य दास ठाकुर की जय। तो आज जेहतु हरिदास ठाकुर को सुभद्र तिथि तो स्मरण बेले मंदिर मान कौन करती अधिक माला जप करती कि 64 कि 128 8 माला जप करती हरिदास ठाकुर को पावन तिथि यही तिथि। तो समस्त भक्त ने प्रयास कर निज स्थिति अनुसार देखिए जिते अधिक प्रयास अधिक नाम जप करके भगवान का नाम रे अधिक रति भक्ति प्रीति जागृत करने। हरे कृष्ण। ग्रंथराज भागवतम की जय। नामाचार्य हरिदास ठाकुर सुभगवती महामोत्सव की